ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି, ତା ସହିତ ଟିକେ ଆଗକୁ ବଢିବା ଆଉ ଜାଣିବା ଓଡ଼ିଶାର ଇତିହାସ। ପ୍ରତ୍ୟେକ ଭିଡିଓରେ ଆମେ ଏକ ପ୍ରଶ୍ନ ଆଣିବା, ସେହି ପ୍ରଶ୍ନର ଉତ୍ତର ଖୋଜିବା ଆଉ ତା ସହିତ ଜାଣିବା ଆମେ ଓଡ଼ିଶାର ଇତିହାସ, କିନ୍ତୁ ମାତ୍ର 5 ଧାଡିରେ। ଆଉ ଯଦି ଅଧିକା ଜାଣିବାର ଅଛି କମେଣ୍ଟ କରିବ, ତାକୁ ଆମେ ନେଇକି ଆସିବା। ତାହେଲେ ଯିବା ଜାଣିବା ଆଜିର ଭିଡିଓରେ କଣ ରହିଛି। ସନ୍ଥ କବୀରଙ୍କ ଅବଦାନ ବିଷୟରେ ଆଜିର ଭିଡିଓରେ ଜାଣିବା। ସନ୍ଥ କବୀର 1500 ଶତାବ୍ଦୀର ଜଣେ ଭାରତୀୟ ରହସ୍ୟବାଦୀ କବି, ସନ୍ଥ ଏବଂ ସମାଜ ସଂସ୍କାରକ ଥିଲେ, ଯାହାଙ୍କ ଶିକ୍ଷା ଭକ୍ତି ଆନ୍ଦୋଳନକୁ ବହୁଳ ଭାବରେ ପ୍ରଭାବିତ କରିଥିଲା। କବୀର ଭକ୍ତି ଆନ୍ଦୋଳନରେ ଜଣେ ପ୍ରମୁଖ ସ୍ୱର ଥିଲେ, ଯାହା ଏକକ ଈଶ୍ୱରଙ୍କ ପ୍ରତି ଭକ୍ତି, ଉପାସନାରେ ସରଳତା ଏବଂ ଆନୁଷ୍ଠାନିକ ପରିଷ୍କାରତା ଉପରେ ଗୁରୁତ୍ୱ ଦେଇଥିଲା। କବୀର ସରଳ ହିନ୍ଦୀ ଏବଂ ଆଞ୍ଚଳିକ ଉପଭାଷାରେ ଶହ ଶହ ଦୋହେ, ଯୋଡ଼ା, ଭଜନ ଏବଂ କବିତା ରଚନା କରିଥିଲେ। ତାଙ୍କ ପଦଗୁଡ଼ିକ ଦୈନନ୍ଦିନ ଭାଷାରେ ଗଭୀର ଆଧ୍ୟାତ୍ମିକ ସତ୍ୟ ପ୍ରକାଶ କରିଥିଲା, ଯାହା ସେଗୁଡ଼ିକୁ ସାଧାରଣ ଲୋକଙ୍କ ପାଇଁ ସୁଗମ କରିଥିଲା। କବୀର ହିନ୍ଦୁ ଧର୍ମ ଏବଂ ଇସଲାମ ଉଭୟର ଅନ୍ଧ ରୀତିନୀତି ଏବଂ ମତବାଦକୁ ଚ୍ୟାଲେଞ୍ଜ କରିଥିଲେ। ଲୋକମାନଙ୍କୁ ମନ୍ଦିର କିମ୍ବା ମସଜିଦରେ ନୁହେଁ, ବରଂ ଭିତରେ ଈଶ୍ୱରଙ୍କୁ ଖୋଜିବାକୁ ଅନୁରୋଧ କରିଥିଲେ। ସେ ଏକ ନିରାକାର ଈଶ୍ୱର, ନିର୍ଗୁଣ ବ୍ରହ୍ମାରେ ବିଶ୍ୱାସ କରୁଥିଲେ। ଯଦିଓ ଏକ ମୁସଲିମ ବୁଣାକାର ପରିବାର ଦ୍ୱାରା ପାଳିତ ହୋଇଥିଲେ, କବୀରଙ୍କର ହିନ୍ଦୁ ଏବଂ ଇସଲାମୀୟ ଶିକ୍ଷାର ଗଭୀର ଜ୍ଞାନ ଥିଲା। ତାଙ୍କର ବାର୍ତ୍ତା ଧାର୍ମିକ ସଦ୍ଭାବ, ସହନଶୀଳତା ଏବଂ ଏକତାକୁ ପ୍ରୋତ୍ସାହିତ କରିଥିଲା। କବୀର ଜାତି ପ୍ରଥା, ଅସ୍ପୃଶ୍ୟତା ଏବଂ ସାମାଜିକ ବୈଷମ୍ୟକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ସମସ୍ତ ମଣିଷ ପ୍ରକୃତିରେ ସମାନ ଏବଂ ଦିବ୍ୟ। ତାଙ୍କର ଶ୍ଲୋକ ଗୁରୁ ଗ୍ରନ୍ଥ ସାହିବରେ ଅନ୍ତର୍ଭୁକ୍ତ। କବୀର ପନ୍ଥ ଏକ ଧାର୍ମିକ ସମ୍ପ୍ରଦାୟ ତାଙ୍କ ଶିକ୍ଷାକୁ ଅନୁସରଣ କରିଚାଲିଛି। ତାଙ୍କ ଦୋହା ସ୍କୁଲରେ ପଢ଼ାଯାଏ ଏବଂ ନୈତିକ ବା ଆଧ୍ୟାତ୍ମିକ ଶିକ୍ଷାରେ ପ୍ରାସଙ୍ଗିକ ରହିଥାଏ। କବୀର ଐତିହ୍ୟ ତାଙ୍କର ନିର୍ଭୀକ ସତ୍ୟ, ଗଭୀର ଭକ୍ତି ଏବଂ କାଳଜୟୀ କବିତାରେ ନିହିତ ଅଛି, ଯାହା ଲୋକମାନଙ୍କୁ ପ୍ରେମ, ସମାନତା ଏବଂ ଆତ୍ମସାକ୍ଷାତ ଦିଗରେ ମାର୍ଗଦର୍ଶନ କରିଚାଲିଛି। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଭିଡିଓଟିକୁ ଲାଇକ୍ କରିଦେବ, ଭିଡିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ରହୁଛି, ଦେଖା ଆଗାମୀ ଭିଡିଓରେ। ନମସ୍କାର।